ଆଜି ଆଉ ଗୋଟେ ସନ୍ଧ୍ୟା ମୁହୂର୍ତ୍ତ କାମ ଧର୍ମ ଚାଲିବ ସାମାନ ଆଉ ଗାଁକୁ ଯାଇନି ହୋଲି ଦିନ ଯିବା ଲାଗୁଛି ତ ଆମର ତ କାମରୁ ଫ୍ରି ମିଳିଲେ ସାମାନ ଯିବି ଆଉ ନହେଲେ ଆଉ ଯାଇ ହେବନି ସାମାନ କାରଣ କାମ ଦୂରକୁ ଆଉ ଏପଟୁ ଛୁଟି କମ୍ ଅଛି କାରଣ ଏଇଟା ହୋଲି ବର୍ତ୍ତମାନ ଟିକେ ହୋଟେଲ ଗହଳି ରହିବ ଆଉ ସେପଟକୁ ଆଉ ଯାଇ ହେବନି ସାମାନ ନ ଗଲେ ଆମର ଡିଷ୍ଟର୍ବ ହେଇଯିବ ଆମେ ଦୁଇ ଜଣ ଅଛୁ ନା ଯାଇପାରିବୁନି ସାମାନ ତ ଯାଇପାରିବୁ ନହେଲେ ଦେଇଥାନ୍ତି ଜଗିଂ କରିଥାନ୍ତି ତଥାପି ଆଜି ଭଗବାନଙ୍କ ଆଶୀର୍ବାଦ ଚାଲିଛି ଜୀବନ ଚାଲୁଥିବ ଆଉ ପ୍ରଭୁଙ୍କର କୃପାରୁ ଏମିତି ଚାଲୁଥିବ ଜୀବନ ଆଉ ହେଉଛି ହୋଲିରେ ବିଭିନ୍ନ ପ୍ରକାର ଯେଉଁ ନିୟମ ଅଛି ଆମର ଟାଇମ୍ ଟେବୁଲ୍ ଗ୍ରହ ନକ୍ଷତ୍ରର ଚଳନ ଯୋଗୁଁ ଆମେ ଇଏ କରିପାରିବା ଚଳନ ନହେଲେ କିଛି ହେବନି କାରଣ ଆମର 27ଟା ନକ୍ଷତ୍ର ଅଶ୍ୱିନୀ ଦ୍ୱିଜା ରୋହିଣୀ ପୁନର୍ବସୁ ଆଦ୍ରା ଆରଦ୍ରା ନକ୍ଷତ୍ର ରେବତୀ ନକ୍ଷତ୍ର ପୂର୍ବ ଫାଲ୍ଗୁନି ଉତ୍ତର ଫାଲ୍ଗୁନି ପୂର୍ବ ଷାଢ଼ା ଉତ୍ତର ଷାଢ଼ା ମଖା ଅଶ୍ଲେଷା ଏ ଯେଉଁ 27ଟା ନକ୍ଷତ୍ର ଅଛି 27ଟା ନକ୍ଷତ୍ର ଭିତରୁ ଆମର ରାଶି ହେଉଛି 12ଟା ମେଷ ବୃଷ ମିଥୁନ କର୍କଟ ସିଂହ ତୁଳା କନ୍ୟା ବିଛା ଧନୁ ମକର କୁମ୍ଭ ମୀନ ଏମିତି 12ଟା ରାଶି ସାବନ ଅଛି 27ଟି ନକ୍ଷତ୍ର 12ଟା ରାଶିରେ ଆମର ଗଢ଼ା ଆମ ଜୀବନ ଶୈଳୀ ଯଦି ରାଶି ଆପଣଙ୍କର ଖରାପ ପଡ଼ିଯିବ ତାହେଲେ ନିଶ୍ଚିନ୍ତ ଭାବରେ ଟିକେ ଆମକୁ ପଇସା ପ୍ରୋବ୍ଲେମ୍ ଟିକେ ହେବ ଯେହେତୁ ଆମ ବଡ଼ ବଡ଼ ପଣ୍ଡିତମାନେ ବଡ଼ ବଡ଼ ମହାଋଷିମାନଙ୍କୁ କହିଯାଇଛନ୍ତି ତେଣୁକରି ଆମେ ତାଙ୍କରି କଥା ଅନୁବାଦନ କରି ଇଏ କରିବା କାରଣ ଆମ ଗ୍ରହ ନକ୍ଷତ୍ର ଯଦି ଠିକ୍ ଥିବ ଆମେ ଭଲସେ ଇଏ କରିବା ଗ୍ରହ ନକ୍ଷତ୍ର ଯଦି ଭୁଲ ଥିବ ସାମାନ ଆମେ ନିଶ୍ଚିନ୍ତ ବିପଦଗାମୀ ହେବା ଏଇଟା ମୁଁ ଅଙ୍ଗେ ଲିଭେଇଛି ଆପଣ ଆମେ ଲିଭେଇଛି ଏଇଟା ମୋ ଅନୁଭବ ମୋ ଆଶା ତେଣୁକରି ଗ୍ରହ ନକ୍ଷତ୍ର କେମିତି ଆମେ ଇଏ କରିବା ପୂଜା କରିବା ସବୁ ଗ୍ରହଙ୍କୁ ସନ୍ତୁଷ୍ଟ କରିବା ନବଗ୍ରହଙ୍କୁ ସନ୍ତୁଷ୍ଟ କରିବା ଛୋଟିଆ ଉପାୟ ଆଉ ରାଶିଫଳ ଯେଉଁ କୁହନ୍ତି ରାଶିଫଳ ପ୍ରତ୍ୟେକ ରାଶିରେ 3 ନକ୍ଷତ୍ର ନେଇ ସବୁ ମହାଦଶା ଅନ୍ତର୍ଦଶା ପ୍ରାଣଦଶା ସୂକ୍ଷ୍ମଦଶା ଆମେ ଭୋଗିଥାଉ କର୍ମଫଳ ଭୋଗିବା ପାଇଁ ଆମେ ତ ନିଶ୍ଚିନ୍ତ କରିବୁ କାରଣ କର୍ମଫଳ ଭୋଗିବା କ୍ଷମତା ଆସିଛେ ଭଗବାନ ଆସିଛନ୍ତି ଶ୍ରୀରାମ ରୂପରେ ସମସ୍ତେ ଭୋଗିବା ପାଇଁ କର୍ମଫଳ ଆସିବେ ପାଇଁ ନିୟମ ଆଜି ଯଦି ଭୋଗୁନି କାଲି ଭୋଗିବ ନିଶ୍ଚିନ୍ତ କର୍ମଫଳ ତ ନିଶ୍ଚିନ୍ତ ପାଇବ ସାଙ୍ଗମାନେ କର୍ମଫଳ ତ ଭୋଗିବାକୁ ପଡ଼ିବ ସବୁଦିନ ତେଣୁ ଗୋଟେ କର୍ମଫଳ ଯଦି ଭୋଗିବେ ଆପଣମାନେ ସେଇଟା ଛୋଟିଆ ଉପାୟ ଅଛି ସେଇ ଉପାୟ କାମ କଲେ ଯଦି ଆମର ଇଟାଟେ ପଥରଟେ ପଡ଼ିଥିବ ସାଙ୍ଗମାନେ ଇଟାଟେ ହେଇଯିବ ଯଦି ଇଟାଟେ ପଡ଼ିଥିବ ସେଇଟା ହେଲା ଗୋଡ଼ି ହେଇଯିବ ଯଦି ଗୋଡ଼ିଟେ ପଡ଼ିଥିବ ସେଇଟା ବାଲି ହେଇଯିବ ତେଣୁକରି ଆମେ କ'ଣ କରିବା ଭଗବାନଙ୍କୁ ପୂଜା କରିବା ଆମେ ଜାଣିଛେ ଆମେ ପୂଜା କରିବା ଦେବତାମାନଙ୍କୁ ଆମେ କେତେ ବିଶ୍ୱାସ କରୁଛେ ବିଶ୍ୱାସ ତ କରିବାକୁ ପଡ଼ିବ ଯେଉଁମାନେ ବିଶ୍ୱାସ କରିବାକୁ ପଡ଼ିବ ବିଶ୍ୱାସ ମିଳିଲେ ତର୍କେ ବଢ଼ିବ ତେଣୁକରି ଆମେ ବିଶ୍ୱାସଟା ଆମେ ଜମି ରଖିବା ଆଉ ହେତୁବାଦୀମାନେ ବି କହୁଥିବେ ଆପଣ ଦେଖୁଥିବେ ଟିଭି ତାଙ୍କର ବିଶ୍ୱାସ ନାହିଁ ଯାହାର ବିଶ୍ୱାସ ଅଛି ସେ ମାନିଲା ଯାହାର ବିଶ୍ୱାସ ସେ ନ ମାନିଲା ସେମିତି ସମସ୍ତେ ଭଗବାନଙ୍କୁ ଆଉ ସବୁ ଯୁଗରେ ଆପଣଙ୍କର ଏଇ କଳି ଯୁଗ ସତ୍ୟ ଦ୍ୱାପର କଳି ସତ୍ୟ ଯୁଗରେ ମାନୁନଥିଲେ ସତ୍ୟ କମ୍ ବହୁତ ବିଶ୍ୱାସ କରୁଥିଲେ ଅନ୍ଧବିଶ୍ୱାସ ଲୋକ କମ୍ ଥିଲେ 100ରୁ 10 ଜଣ ଥିଲେ କିନ୍ତୁ ତୃତୀୟା ସତ୍ୟ ଉପରେ ତୃତୀୟା ଆସିଲା ତୃତୀୟାରେ କ'ଣ ହେଲା ସାଙ୍ଗମାନେ ତୃତୀୟାରେ କ'ଣ ହେଲା ଆପଣମାନଙ୍କର ଯେ ଅନ୍ୟାୟଟା 10 ଥିଲା 20 ହେଇଗଲା ମାନେ 100ରୁ 20 ଭାଗ ହେଲା 80 ଭାଗ ବିଶ୍ୱାସ କଲେ ଭଗବାନ ସତ୍ୟ ଯେତେବେଳେ ଦ୍ୱାପର ଯେ କୃଷ୍ଣ ଅବତାର ଭଗବାନ କୃଷ୍ଣ ଅବତାର ପଳେଇଲା ସେତିକିବେଳେ ଆପଣମାନଙ୍କର ଦେଖିବେ 30 ଭାଗ ହେଇଗଲା ମାନେ ଲୋକ ଭଗବାନଙ୍କୁ ବିଶ୍ୱାସ କଲେ 70 ଭାଗ ଅନ୍ଧବିଶ୍ୱାସ କଲେ ହେତୁବାଦୀରେ 30 ଭାଗ ଯଦି କଳିଯୁଗ ଆସିଲା କଳିଯୁଗରେ ପୁରା ବିଶ୍ୱାସ କଲେ 50-50 ଆଉ ଯଦି ଅଧେ ଲୋକ ବିଶ୍ୱାସ କଲେ 50 ଲୋକ ଅଧେ ଅନ୍ଧବିଶ୍ୱାସ କଲେ ତ ଭଗବାନ ନାହାନ୍ତି ଆଉ ଜଣେ କହିଲେ ଭଗବାନ ଅଛନ୍ତି ଆମେ ସବୁ କହିଲେ ଭଗବାନ ଅଛନ୍ତି କାରଣ ଭଗବାନ ମୋତେ ସୂର୍ଯ୍ୟ ଦେଉଛନ୍ତି ରାତିରେ ଚନ୍ଦ୍ର କେମିତି ଆସିଥାନ୍ତି କିନ୍ତୁ ଭଗବାନଙ୍କର କୃପା ଆମ ସହିତ ଅଛି ଆଗକୁ ବି ଭଗବାନଙ୍କ କୃପା ରହିବ ଆମ ଆଶୀର୍ବାଦ ନେବେ ନକ୍ଷତ୍ର ରାଶି ନକ୍ଷତ୍ର ବିଜ୍ଞାନ ଯୁଗ ବି କିଛି ନାହିଁ ତ ହଁ ବିଜ୍ଞାନ ଯୁଗ ଆଗେଇଛି ମୋବାଇଲ ଫୋନ ସବୁ ହେଇଯାଇଛି କିନ୍ତୁ ନକ୍ଷତ୍ର ଅଛନ୍ତି ଆଉ ଯିଏ ମହାକାଶ ଲାଗୁଛି ସେ ଫେରିକି ଆସୁଛନ୍ତି ସେ ବଞ୍ଚିକି ଆସୁଛନ୍ତି ନା ବିଜ୍ଞାନ ଯୁଗ ମହାକାଶ ଆକାଶ ଉପରେ ମହାକାଶ ଛୁଟି ଆସୁଛି ଯେତେ ଆମେ ଯେତେ ଆସୁଛନ୍ତି କେଉଁ ଦିନ କରିବାକୁ ପଡ଼ିବ କରିବାକୁ ପଡ଼ିଲେ ମରିବାକୁ ପଡ଼ିବ କିନ୍ତୁ ଆମେ କାହିଁକି ମନ ଗ୍ରହଣ କରିବା ଭଗବାନଙ୍କର ଉପରେ ପ୍ରଭୁଙ୍କର ଟିକେ ଆଶୀର୍ବାଦ ନେବା ପୂଜାପୂଜି କରିବା ଆଉ ଗ୍ରହ ନକ୍ଷତ୍ର କହୁଥିଲି
ଶନି ଗ୍ରହ ନକ୍ଷତ୍ର ବିଷୟରେ ହେଉଛି ଗୋଟିଏ କଥା। ଭଗବାନ ରହିଛି ବୁଧ ଶୁକ୍ର ଶନି ରାହୁ କେତୁ ମଙ୍ଗଳ ବୁଧ ବୃହସ୍ପତି ଶୁକ୍ର ଶୁକ୍ରାଚାର୍ଯ୍ୟ ବୃହସ୍ପତି ଦେବଗୁରୁ ଶୁକ୍ର ଦେଲେ ରାକ୍ଷସ ଗୁରୁ ଦୁଇ ଗୁରୁ ରହିଲେ। ଶନି ରହିଲେ ରାହୁ ରହିଲେ କେତୁ ରହିଲେ 5 ମଙ୍ଗଳ ରହିଲେ 6 ଶନି ରହିଲେ 7 ରବି ରହିଲେ 8 ଏମିତି ହେଇକି ମାନେ ଆମର 9ଟି ଗ୍ରହ ନବଗ୍ରହ କହୁଛେ ସୂର୍ଯ୍ୟଦେବ। ତେଣୁକରି ଆମର 9ଟି ଗ୍ରହ ଭିତରେ ଆମେ ଶ୍ରେଷ୍ଠ ଶନି ରାହୁ କେତୁ ଇଏ ବଢ଼ିଆ ଗ୍ରହ ଆମେ ସମସ୍ତଙ୍କୁ ପୂଜା କରିବା ସମସ୍ତଙ୍କୁ ପସନ୍ଦ କଲେ ଆମ ଜୀବନ ମଙ୍ଗଳମୟ ହେବ। ମଙ୍ଗଳମୟ ହେଇଯାଉ ଏଇ ସୃଷ୍ଟି ଆଉ ମଙ୍ଗଳମୟ ହେଇଯାଉ ଏ ଜୀବନ ଆଉ ମଙ୍ଗଳମୟ ହେଇଯାଉ ଏ ଦୁନିଆ। କାରଣ ଆମେ ତ ଭଗବାନଙ୍କ ଅତି ନିକଟରେ ଅଛି। କାରଣ ମର୍ତ୍ତ୍ୟମଣ୍ଡଳକୁ ଦିଆହେଇଛି ମରିବ ମର୍ତ୍ତ୍ୟମଣ୍ଡଳ ଦେହ ଧରି ଦେବତା ହେଲେ ମରିବ ଦେବତା ଏଇଟା ବି ସତ କଥା ଆପଣମାନେ ଦେଖିଥିବେ। ଶ୍ରୀକୃଷ୍ଣ ଆଇଲେ ମଲେ ରାମ ଆଇଲେ ମଲେ ଅଥଚ ଦେହ ଛାଡ଼ିଲେ ଦେହ ଆମେ ଛାଡ଼ୁଛେ ଆମେ ବି ଦେହ ଛାଡ଼ୁଛେ ରାମ ବି ଦେହ ଛାଡ଼ିଥିଲେ ମର୍ତ୍ତ୍ୟକୁ ଦିଆହେଇଯିବ ସିଏ ମରିବ ଏଇଟା ମରଣ ପୁର ଆମେ ମରିବାକୁ ହିଁ ଆସିଛେ। ଯମପୁର ହେଉଛି ଏଗୁଡ଼ା ସବୁ ଏଇଠି। ଆପଣମାନେ ଭାବୁଥିବେ ଯମପୁରକୁ ଗଲି ମୁଁ ସ୍ୱର୍ଗଲୋକକୁ ପଳେଇଲି ମୁଁ ନା ସେଇଟା ଭୁଲ ତୁମେ ନିଜେ ଗଲେ ଆଉ ଜାଣିପାରିବେ ମନେ ରହିବନି ତୁମର। କାରଣ ଶରୀର ଛାଡ଼ିଲା ମାନେ ଆପଣଙ୍କର ଆଉ କିଛି ମନେ ରହିବନି ଶରୀର ଛାଡ଼ିଲା ମାନେ ଆଉ କିଛି ମନେ ରହିବନି। କାରଣ ଇଏ ହେଉଛି ଇଏ ଶରୀର ଛାଡ଼ିଲା ପରେ ଆପଣ ପୂର୍ବଜନ୍ମ କେତେବେଳେ କାହା ମନେ ପଡ଼ିବ କିନ୍ତୁ ଆଉ ମନେ ପଡ଼ିବନି ଆପଣଙ୍କର। ଆପଣ ଯଦି ଦେହ ତ୍ୟାଗ କରି ଆପଣ ଦେଖିଥିବେ ଆଉ କେଉଁ ଦୁନିଆକୁ ଜନ୍ମ ନେଇପାରିବେ ସେଇଟା ଆପଣଙ୍କୁ ନିର୍ଭର ଉପରେ ଆପଣଙ୍କର କର୍ମକୁ ନିର୍ଭର। ଯଦି କର୍ମ ଭଲ କରିଥିବେ ଭଲ ଯିବ କର୍ମ ଭଲ ନ କରିଥିବେ ଅନ୍ୟ ଦୁନିଆର 84 ପ୍ରକାର ଦୁନିଆ ଅଛି ପିପୁଲଠୁ ଆରମ୍ଭ କରି ଷଣ୍ଢ ହାତୀ ଘୋଡ଼ା ବିଭିନ୍ନ ପ୍ରକାର ଜନ୍ମ କହିହେବନି ସେଇଟା ଡିସିସନ୍ ଭଗବାନ ନେବେ। ଯେମିତି ଡିସିସନ୍ ଆମ ସରକାର ନିଅନ୍ତି କେତେ କ'ଣ ପଇସା ଛାଡ଼ିବେ ଡିସିସନ୍ ସେ ଭଗବାନ ନେବେ। ଭଗବାନ ଡିସିସନ୍ ଥିବେ କରିବେ ଆମେ କିଛି ଜାଣିପାରିବାନି ଆମେ ତ ତୁଚ୍ଛ ମଣିଷ। ଆମେ ସେଇ ମହାପୁରୁଷ ଆଉ ଋଷିମାନଙ୍କର ବହି ବେଦାନ୍ତ ପଢ଼ି ଆମେମାନେ କିଛିଟା ଆମେ ଶିଖୁଛେ ଆଉ ଆପଣମାନଙ୍କୁ ଶିଖାଉଛେ। ତେଣୁକରି ଭଗବାନଙ୍କର କେତେ କଥା କହିଛୁ ସମସ୍ୟାର ସମାଧାନ ଦୁଃଖ ଭୋଗୁଛି ସମସ୍ୟା ସମାଧାନ କରିବ କର୍ମ କରିବାକୁ ପଡ଼ିବ। କର୍ମ କଲେ ହେବ କି ଆପଣ ଡାଲି ଚାଉଳ ଥୋଇଦେବେ ଭାତ ନ କରିବେ ଭାତ ଯଦି ପାଣି ଉଷୁମ ନ କରିଦିଏ ହେବ କି ସେ ଚାଉଳ ପକାଇଲେ କ'ଣ ସେ ଥଣ୍ଡା ରହିବ ଯଦି ଆମେ ଫୁଟାଇଲେ ସେ ଭାତ ତରକାରୀ ସବୁ ପରିବା ମିଶିଲେ ତରକାରୀ ଆଉ ଲୁଣ ପକାଇବେନି ତରକାରୀ ଅବାଗିଆ ଲାଗେ ଲଙ୍କା ପକାଇବେନି ପକାଇଲେ ସବୁରେ ମିଶିଲେ ହେବ ତରକାରୀ କିନ୍ତୁ ସବୁରେ ମିଶିଲେ ହେବ ମଣିଷ ତାই ମଣିଷ ପଇସା ରୋଜଗାର କରିଲେ ହେବ ବିଭିନ୍ନ କଥାବାର୍ତ୍ତା ସବୁ ଚାଲିଚଳନ ସବୁ ଠିକ୍ କଲେ ଆମେ ମଣିଷ ହେବା। ଆପଣମାନେ ଜାଣିଥିବେ ଜାରି ଦେବେ ଭିଡ଼ିଓ ଆଜି ତ ସାଙ୍ଗମାନେ ସମୟ ହେଇଗଲାଣି ରହୁଛି ନମସ୍କାର। ଆଉ ନୂତନ ଭିଡ଼ିଓ ଦେଖା ହେବ ଭଲ ଭିଡ଼ିଓ ଦେଖା ହେବ ଜୟ ଜଗନ୍ନାଥ ଜୟ ଶନି ଜୟ ଶନି ଜୟ ଜଗନ୍ନାଥ।